ବାଲିଅନ୍ତା ପ୍ରେସ୍ କ୍ଲବ୍ ପକ୍ଷରୁ ବିଶ୍ୱ ପଖାଳ ଦିବସ। ବାଲିଅନ୍ତା ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ବାଳକଟି ମା ହାଣ୍ଡିଶାଳ ପରିସରରେ ଏହି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ସଭାରେ ପ୍ରେସ୍ କ୍ଲବ୍ ସଭାପତି ଶୋଭନାଥ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ପଖାଳ ଦିବସ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ପ୍ରେସ୍ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା, ସମାଜସେବୀ ସୁବ୍ରତ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ଜନ୍ମେଜୟ ସ୍ୱାଇଁ, ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଚକ୍ରଧର ନାୟକ, ଜଗନ୍ନାଥ ବେହେରା, ପ୍ରଦୀପ୍ତ ମହାନ୍ତି, ଅନୁପ ଶୁଭଙ୍କର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରଜନୀ ରଞ୍ଜନ ଦାସ, ଲକ୍ଷ୍ମୀଧର ପ୍ରଧାନ, ଇଞ୍ଜିନିୟର ରୁଦ୍ର ପ୍ରସାଦ ଭଞ୍ଜ, ନିଶିକାନ୍ତ ପଣ୍ଡା, ନବକିଶୋର ନାୟକ, ଭଗବାନ ନାୟକ, ଦିବାକର ଷଡ଼ଙ୍ଗୀ, ଗଗନ ଭୋଇ, ପ୍ରକାଶ ବାରିକ, ନିରଞ୍ଜନ ସେନାପତି, ଲକ୍ଷ୍ମଣ ପଟ୍ଟନାୟକ, ଅରବିନ୍ଦ ସାହୁ, ପ୍ରଶାନ୍ତ କୁମାର ବାରିକ, ଜଗମୋହନ ସେଠୀ, ମଳୟ ମହାନ୍ତି, କେଳୁଚରଣ ବେହେରା, ଇଞ୍ଜିନିୟର ପ୍ରଭାସ ବାରିକ, ପିଣ୍ଟୁ ବେହେରା ଏବଂ ଚିନ୍ମୟୀ ପାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାମୂହିକ ଭାବେ ପଖାଳ ସହ 20 ପ୍ରକାର ବିଭିନ୍ନ ପାରମ୍ପରିକ ଖାଦ୍ୟ ଭୋଜନ କରାଯାଇଥିଲା।